ଭିତରେ ସେ ଗୀତଟା କଲା ସେ ପୁଣି ଗୀତଟା 6 ମିନିଟ୍ ଶ୍ରୀଚରଣ ମହାନ୍ତି ଗାଇଥିଲେ। ତେଣୁ ସେଟା ବାବା ବରୁଣେଶ୍ୱରଙ୍କର ମାନେ ଆଶୀର୍ବାଦ ଛଡ଼ା ଆଉ କିଛି ମୁଁ କହିବିନି। ସେଥିରେ ମୋର କିଛି ବାହାଦୁର ନାହିଁ। ସେ ବାବା ଚାହିଁଛନ୍ତି ସେ ଗୀତ ହେଇଛି। ସେ ହଉ ନା ଆଗରୁ ମୋର ଗୀତ ଅଛି, ମୁଁ ଲେଖିଛି ବହୁତ ଗୀତ। ସେସବୁ ଆସ୍ତେ ଆସ୍ତେ ବାହାରିବ। ତାକୁ ବେଶୀ ମୁଁ ପ୍ରଚାର ପ୍ରସାର କରିନି। ଆଉ ଆଗାମୀ ନିକଟରେ ଯେଉଁ ମା ବିରଜାଙ୍କ ଯେଉଁ ଜନ୍ମଦିନ 16 ଦିବସ ତ୍ରିବେଣୀ ଅମାବାସ୍ୟା ଦିନ ଆଉ ଦୁଇଟା ମାଙ୍କ ଭଲ ଭଜନ ଆସିବ। ଇତିହାସ କହେ ବରୁଣେଶ୍ୱର ଆଜି ନୁହେଁ ଦୀର୍ଘ 10 ବର୍ଷ ଧରି ବରୁଣେଶ୍ୱରଙ୍କର ପ୍ରାୟ ଯେତେ ଗୁଡ଼ିଏ ଗୀତ ହେଇଛି ସବୁ ଗୁଡ଼ିକ ମୁଁ କରିଛି। ଏବଂ ବିଶେଷ କରି ଯେତେ ଅଫିସର ଆସିଛନ୍ତି ପୂର୍ବତନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ନଳିନ କୁମାର ଦାସ କୁହନ୍ତୁ, ଆଜି ବିଡ଼ିଓ ଅଛନ୍ତି ନୂଆ ଭାବରେ ଜଏନ୍ କରିଛନ୍ତି ମୋର ମଧ୍ୟ ପରମ ବନ୍ଧୁ ହିତାଂଶୁ ଶେଖର ସାମଲ, ଜଣେ ବରିଷ୍ଠ ସ୍ତମ୍ଭକାର ସାହିତ୍ୟିକ ଭାବରେ ତାଙ୍କ ଯଥେଷ୍ଟ ଖ୍ୟାତି ରହିଛି। କିନ୍ତୁ ଆଜି ଶ୍ରୀଚରଣ ମହାନ୍ତିଙ୍କ ଗୀତଟି ରଚନା କରିଛନ୍ତି, ମୁଁ ତାଙ୍କୁ ବାଧ୍ୟ କରିଥିଲି ସାର୍ ଆପଣ ଲେଖା ଅତି ଚମତ୍କାର ଏବଂ ସେ ଗୀତଟି ଲେଖିଛନ୍ତି। ଆଜି ରିଲିଜ ହେଇଛି ବାବାଙ୍କ ଉଦ୍ଦେଶ୍ୟରେ ଗୀତଟି ହିତାଂଶୁ ସାମଲ ମହୋଦୟ। ବରୁଣେଶ୍ୱରଙ୍କ ପୀଠରେ ସବୁ ବର୍ଷ ଗୋଟେ କ୍ୟାସେଟ୍ ହୁଏ। ସବୁବେଳେ ମିଡ଼ିଆ ବନ୍ଧୁମାନେ ସବୁବେଳେ ସହଯୋଗ କରିଥାନ୍ତି। ଆମେ ସବୁବେଳେ ନୂଆ ନୂଆ ଗୀତ ବାବା ବରୁଣେଶ୍ୱରଙ୍କ ପାଇଁ କରିଥାଉ। ଆଜି ମଧ୍ୟ ଯେଉଁ ଛାତ୍ରଛାତ୍ରୀମାନେ ଗାଇଛନ୍ତି ସେମାନେ ନିଜ ନିଜର ବକ୍ତବ୍ୟ ଦେଇଛନ୍ତି। ସେମାନଙ୍କ ଭିତରେ ମୁଁ ସର୍ଟରେ କହିବାକୁ ଚାହେଁ, ମୋତେ କହିଛନ୍ତି ମଧ୍ୟ ଅକ୍ଷୟ କୁମାର ଦାସ ଲେଖିଛନ୍ତି, ନଳିନ କୁମାର ଦାସ ଲେଖିଛନ୍ତି ଏବଂ ବେଶୀ କରିକି ଏଥିରେ ନବା ଗୀତିକାର ଭାବରେ ଆମେ ଗ୍ରହଣ କରିଛୁ ବିଡ଼ିଓ ମହୋଦୟ ହିତାଂଶୁ ଶେଖର ସାମଲ ମହୋଦୟଙ୍କୁ। ଆଉ ଯେଉଁମାନେ ଗାଇଛନ୍ତି ଓଡ଼ିଶାର କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି। ବରୁଣେଶ୍ୱରଙ୍କର ମହିମା କାହାକୁ ଅଛପା ନାହିଁ। ସମସ୍ତେ ଜାଣିଛନ୍ତି ବରୁଣେଶ୍ୱର ବା ବରୁଣେଶ୍ୱରଙ୍କର ମହିମା ଅପୂର୍ବ। ତ ମୁଁ କହିବି ତ ମୁଁ ବହୁତ ଖୁସି। ଆଉ ଖାଲି ମୁଁ ନୁହେଁ, ଆମ କ୍ଲାସ୍ର ସମସ୍ତେ ଆମର ଯେଉଁ ଦିନେଶ ସାର୍ଙ୍କ ତତ୍ତ୍ୱାବଧାନରେ ଯିଏ ଅଛନ୍ତି ଆମର ମ୍ୟୁଜିକ୍ ଡିରେକ୍ଟର ଦିନେଶ କୁମାର ମଲ୍ଲିକ ସାର୍, ତାଙ୍କ ତତ୍ତ୍ୱାବଧାନରେ ତାଙ୍କର ଯେତିକି ଷ୍ଟୁଡେଣ୍ଟସ୍ ମାନେ ଅଛନ୍ତି ତାଙ୍କୁ ନେଇକି ସାର୍ ଗୋଟେ କ୍ୟାସେଟ୍ କରିଛନ୍ତି। ଖାଲି ଷ୍ଟୁଡେଣ୍ଟ ମାନେ ନୁହେଁ, ଆଧିରେ ରିନାଉଣ୍ଡ ସିଙ୍ଗର ମାନେ ବି ବୋଲିଛନ୍ତି ଯିଏକି ଶ୍ରୀଚରଣ ମହାନ୍ତି ସାର୍ ବୋଲିଛନ୍ତି। ଏଇ ଯେଉଁ ପ୍ରୋଜେକ୍ଟରେ 3 ଜଣ ଆମର ଅଛନ୍ତି ଲିରିସିଷ୍ଟ, ବହୁତ ସୁନ୍ଦର, ବହୁତ ଆଗଧାଡ଼ିର ଲିରିସିଷ୍ଟ ମାନେ ଅଛନ୍ତି ଯିଏକି ଆମର ନଳିନ ପ୍ରଭା ଦାସ ମ୍ୟାଡ଼ାମ ଜଣେ ଅଛନ୍ତି। ଆଉ ଜଣେ ଆମର ଆପଣମାନେ ଜାଣିଥିବେ ସେ ଆଜି ଏଠି ଉପସ୍ଥିତ ଥିଲେ, ଆମର ସୌଭାଗ୍ୟ ସେଟା ବିଞ୍ଝାରପୁରର ବିଡ଼ିଓ ସାର୍।